ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ କ'ଣ ଡିସ୍କସନ୍ କରିବା ଆପଣ ଥମ୍ବନେଲ୍ ଦେଖିକି ଆପଣ ଅଲରେଡ଼ି ଜାଣିସାରିଥିବେ। ଆଜିର ଭିଡ଼ିଓରେ ଆମେମାନେ କ'ଣ ଆଲୋଚନା କରିବା। ଆଜିର ଭିଡ଼ିଓର ମୂଳ ବିଷୟବସ୍ତୁ ହେଉଛି କଣ୍ଟାପିଟା ଭର୍ସସ୍ ତୀରମରା। କଣ୍ଟାପିଟା ମାନେ ଆପଣ ଶୁଣିଥିବେ, ଏବେ ଗୋଟେ ନୂଆ ଡାଇଲଗ୍ ବାହାରିଛି ଯେଉଁଟାକି ଖ୍ରୀଷ୍ଟିଆନ ବିରୋଧୀମାନେ ଆଉ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ ଆଉ ଖ୍ରୀଷ୍ଟିଆନିଟିକୁ ଉପହାସ କରିକି ସେମାନେ କହିଥାନ୍ତି, ଦେଖ ତୁମର ଭଗବାନ ହେଉଛନ୍ତି କଣ୍ଟାପିଟା, ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି କଣ୍ଟାପିଟା। ମାନେ ସେମାନଙ୍କର କହିବାର ଅର୍ଥ ହେଉଛି, ମାନେ ତୁମ ଯୀଶୁଙ୍କୁ ତ କଣ୍ଟାରେ ପିଟିକି ମାରିଦେଲେ, ତେବେ ସେ କେମିତି ଈଶ୍ୱର ହୋଇପାରିବେ, ସେ କେମିତି ପ୍ରଭୁ ହୋଇପାରିବେ? ତେବେ ସେମାନଙ୍କୁ ସେମ୍ ପ୍ରଶ୍ନ ସେମାନଙ୍କ ନିମନ୍ତେ ମଧ୍ୟ ଲାଗୁ ହେବ। ଯାରା ଶବର ଗୋଟିଏ ତୀରରେ ତୁମ କୃଷ୍ଣଙ୍କୁ ମାରିଦେଲା, ଆଉ ସେ କେମିତି ଭଗବାନ ହୋଇପାରିବ, ସେ କେମିତି ଈଶ୍ୱର ହୋଇପାରିବ? ଯଦି ତୁମେମାନେ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ ଯଦି ଇଆଡ଼ୁ ସିଆଡ଼ୁ ପ୍ରଶ୍ନ ଯଦି ଏମିତି କରିବ, ତେବେ ତା'ର ଜବାବ ଆମ ପାଖରେ ମଧ୍ୟ ଅଛି। ଆଉ ଅନେକ ଅଛନ୍ତି ଖ୍ରୀଷ୍ଟିଆନ ବିରୋଧୀମାନେ ଯେଉଁମାନେ କି ଆହୁରି ତାତ୍ସଲ୍ୟ କରିକି ଆହୁରି ଥଟ୍ଟା ପରିହାସ କରି କହନ୍ତି ଯେ ତୁମ ଯୀଶୁଖ୍ରୀଷ୍ଟ 4 କିଳାରେ ମରିଗଲା। ସେମାନଙ୍କ ନିମନ୍ତେ ମଧ୍ୟ ମାନେ ଗୋଟେ ଉଚିତ ଜବାବ ରହିଅଛି। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ 4 କିଳାରେ ମରିଗଲେ, ତୁମ କୃଷ୍ଣ ତ ଗୋଟେ କିଳାରେ ମରିଗଲା। ଆଉ ସେଇଟା କ'ଣ? ଯାରା ଶବର ଯେତେବେଳେ ମାନେ ତୀର ମାରିଲା, ଆଉ ସେତେବେଳେ କୃଷ୍ଣଙ୍କର ମୃତ୍ୟୁ ହୋଇଗଲା, ମାନେ ଗୋଟେ କିଳାରେ ମାରିଦେଲା। ତେବେ ଯଦି ତୁମେ କହୁଛ ତୁମ ଯୀଶୁଖ୍ରୀଷ୍ଟ ମାନେ 4 କଣ୍ଟାରେ ମରିଗଲେ, ସେ କେମିତି ପ୍ରଭୁ ହୋଇପାରିବେ? ତେବେ ଆମର ମଧ୍ୟ ସେମ୍ ପ୍ରଶ୍ନ, ତୁମ କୃଷ୍ଣ ଗୋଟେ ତୀରରେ ମରିଗଲେ, ସେ କେମିତି ପ୍ରଭୁ ହୋଇପାରିବେ, ସେ କେମିତି ଖ୍ରୀଷ୍ଟ ହୋଇପାରିବେ, ଆଉ ସେ କେମିତି ମାନେ ଉଦ୍ଧାରକର୍ତ୍ତା ହୋଇପାରିବେ କୃଷ୍ଣ? ଆଉ ଅନେକ କହନ୍ତି ନା, କୃଷ୍ଣ ଏବଂ ଖ୍ରୀଷ୍ଟ 2 ଜଣ ଯାକ ସମାନ ଅଟନ୍ତି, ଆଉ 2 ଜଣ ଯାକ ସମାନ ନୁହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କୃଷ୍ଣ ସହିତ ବା କୃଷ୍ଣକୁ ପ୍ରଭୁ ଯୀଶୁ ସହିତ ତୁଳନା କରିବାର ଭୁଲ ବିଲକୁଲ ବି କର ନାହିଁ। ମାନେ ମୋର କହିବାର କଥା ହେଉଛି ଯେ ତୁମେମାନେ କହିପାରିବ ନାହିଁ ଯେ କୃଷ୍ଣ ଯିଏ ଯୀଶୁ ସିଏ। ଏଇଟା ସମ୍ପୂର୍ଣ୍ଣ ରୂପେ ଭୁଲ ବିଷୟ ଅଟେ। କାରଣ କୃଷ୍ଣ ଏବଂ ଯୀଶୁଙ୍କ ମଧ୍ୟରେ ବହୁତ କିଛି ପାର୍ଥକ୍ୟ ରହିଅଛି। ତା ମଧ୍ୟରେ ସବୁଠାରୁ 2ଟି ବଡ଼ ବଡ଼ ପାର୍ଥକ୍ୟ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଆମେମାନେ ଆଲୋଚନା କରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ଶ୍ରୀକୃଷ୍ଣ 2 ଜଣ କାହିଁକି ସେମାନେ ଏକା ନୁହନ୍ତି, ସେମାନେ ଏକ କାହିଁକି ନୁହନ୍ତି, ଆଉ ସେଇ କଥାକୁ ଆମେମାନେ ଆଲୋଚନା କରିବା। ତେବେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଯଦି ଆପଣମାନେ ହିନ୍ଦୁ ଧର୍ମଶାସ୍ତ୍ର ଯଦି ଆପଣ ପଢ଼ିଥିବେ, ମହାଭାରତ ଯଦି ଆପଣ ପଢ଼ିଥିବେ, ଆଉ ସେ ମହାଭାରତ ଶାସ୍ତ୍ର ଅନୁଯାୟୀ ଶ୍ରୀକୃଷ୍ଣ ପୁରୁଷ ଏବଂ ନାରୀର ମିଳନରୁ ଜନ୍ମ ହେଲେ। କିନ୍ତୁ ଯଦି ଆପଣମାନେ ବାଇବେଲ ଦେଖିବେ, ବାଇବେଲ ଅନୁସାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁରୁଷ ଏବଂ ନାରୀର ମିଳନରୁ ଜନ୍ମ ହୋଇନଥିଲେ। ସେ ଏକ କୁମାରୀ ଗର୍ଭରୁ ଜନ୍ମ ହେଲେ ଏବଂ ସେ ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ଜନ୍ମ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହାର ବୈଜ୍ଞାନିକ ପ୍ରମାଣ ମଧ୍ୟ ରହିଅଛି। ଆଉ ଯେଉଁ ବୈଜ୍ଞାନିକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ପ୍ରମାଣ କରିଛନ୍ତି, ଆଉ ତାଙ୍କର ନାମ ହେଉଛି ରୋନ୍ ୱେଟ୍। ଆଉ ସେ ପ୍ରମାଣ କରିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁରୁଷ ଏବଂ ନାରୀର ମିଳନରୁ ବିଲକୁଲ ଜନ୍ମ ହୋଇନଥିଲେ। ଏଇଟା ହେଉଛି ପ୍ରଥମ ପାର୍ଥକ୍ୟ। ଆଉ ଦ୍ୱିତୀୟ ପାର୍ଥକ୍ୟ ହେଉଛି
ଯେତେବେଳେ ଶ୍ରୀକୃଷ୍ଣ ମୃତ୍ୟୁବରଣ କଲେ, ତାଙ୍କର ମୃତ୍ୟୁ ପରେ ତାଙ୍କର ଯଦୁବଂଶ ସମ୍ପୂର୍ଣ୍ଣ ରୂପେ ନିପାତ ହୋଇଗଲା। କିନ୍ତୁ ଯଦି ଆମେମାନେ ବାଇବେଲ ଦେଖିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସେ କବରଶାୟୀ ହେଲେ, କିନ୍ତୁ ଆଉ ଥରେ 3 ଦିନ ପରେ ମୃତ୍ୟୁରୁ ସେ ପୁନରୁତ୍ଥିତ ହେଲେ, ଆଉ ଥରେ ପୁନର୍ଜୀବିତ ହେଲେ। ପୁଣି ତାହା ନିଜର ଶକ୍ତି ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ଶକ୍ତିରେ ନିଜେ ପୁନରୁତ୍ଥିତ ହେଲେ, ଯାହାକି ଶ୍ରୀକୃଷ୍ଣଙ୍କର ଜୀବନରେ ଦେଖାଯାଏ ନାହିଁ। ଏଇଟା ଦୁଇଟା ବଡ଼ ବଡ଼ ପାର୍ଥକ୍ୟ ସବୁ ରହିଅଛି ଶ୍ରୀକୃଷ୍ଣ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ। କ'ଣ ପାର୍ଥକ୍ୟ ରହିଅଛି? ଏଇଟା ସବୁଠାରୁ ବଡ଼ ବଡ଼ ପାର୍ଥକ୍ୟ ରହିଅଛି। ସେଥିପାଇଁ ଶେଷରେ ଗୋଟିଏ କଥା ମୁଁ କହି ରଖୁଅଛି, ଏମିତି କିଛି ମୂର୍ଖମାନେ ଅଛନ୍ତି ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କଣ୍ଟା ପିଟା ବୋଲି ସେମାନେ କହନ୍ତି ଆଉ ପାଳଭୂତ ବୋଲି କହନ୍ତି। ପ୍ରକୃତରେ ପାଳଭୂତ କିଏ? ଆଗାମୀ ଦିନରେ ମୋର ଭିଡ଼ିଓ ଆସୁଅଛି, ଭଲରେ ଆମେମାନେ ଏକ୍ସପୋଜ୍ କରିବା ସେଇମାନଙ୍କୁ ଯେଉଁମାନେ ଯୀଶୁଙ୍କୁ ପାଳଭୂତ ବୋଲି କହନ୍ତି ଏବଂ ସେମାନଙ୍କୁ ଦେଖାଇ ଦେବା ପ୍ରକୃତରେ ପାଳଭୂତ କିଏ, ପୁରା ପ୍ରମାଣର ସହିତ। ଆଉ ସେଥି ନିମନ୍ତେ ଏ ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରିକି ଆପଣ ରଖିଥାନ୍ତୁ, ଯେହେତୁ ଆଗାମୀ ଦିନମାନଙ୍କରେ ବହୁତ ବଡ଼ ବଡ଼ ବିଷୟର ଖୁଲାସା ହେବା ପାଇଁ ଯାଉଅଛି। ତେଣୁ ଯେଉଁ ମୂର୍ଖମାନେ କହନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ, ଯେଉଁ ମୂର୍ଖମାନେ କଣ୍ଟା ପିଟା ବୋଲି କହନ୍ତି, ତେବେ ସେମାନଙ୍କୁ ଗୋଟିଏ ପ୍ରଶ୍ନ ମୁଁ କରିବା ପାଇଁ ଚାହେଁ। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କଣ୍ଟା ପିଟା ବୋଲି କହିବା, ତେବେ କୃଷ୍ଣଙ୍କୁ ତ ଜାରା ଶବର ଗୋଟେ କିଳାରେ ମାରିଦେଲା। ତେବେ କୃଷ୍ଣଙ୍କୁ ଆମେମାନେ କ'ଣ କହିବା? ମୁଁ ତା ନାଁ ଦେଇଛି ତୀର ମରା ବୋଲି ମୁଁ ନାଁ ଦେଇଛି। କଣ୍ଟା ପିଟା ଯଦି ତୁମେ ଯୀଶୁଙ୍କୁ କହିବ, ଆମେ ବି ତୀର ମରା ବୋଲି କହିବ। କିନ୍ତୁ ସବୁଠାରୁ ବଡ଼ ବିଷୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନଜରରେ, ମୋ ଦୃଷ୍ଟିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ସବୁଠାରୁ ଶ୍ରେଷ୍ଠ ଅଟନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କରିକି ଗଲେ, ଅନ୍ୟ କୌଣସି ଭଗବାନ ବା ଯାହାକୁ ଜଗତର ଲୋକମାନେ ଭଗବାନ କହନ୍ତି ଆଉ ସେମାନେ କରିପାରି ନାହାନ୍ତି, ତାହା ହେଉଛି ମୃତ୍ୟୁରୁ ପୁନରୁତ୍ଥାନ ହେବା, ମୃତ୍ୟୁକୁ ପରାଜିତ କରିବା। ସମସ୍ତଙ୍କୁ ନମସ୍କାର ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜି ପାଇଁ ଏତିକି। ପୁଣି ଥରେ ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।